ହଁ ସାଙ୍ଗମାନେ ଆସନ୍ତୁ ଜାଣିବା ଘରେ ଝିଣ୍ଟିପିଟି ରହିଲେ ଶୁଭ ନା ଅଶୁଭ। ସାଙ୍ଗମାନେ ଆପଣ ପ୍ରାୟତଃ ଜାଣିଥିବେ ଝିଣ୍ଟିପିଟି ସବୁଆଡ଼େ ଦେଖାଯାଆନ୍ତି। ଘରେ ରହୁଥିବା ଝିଣ୍ଟିପିଟି ସାଧାରଣ ନୁହନ୍ତି। ଆପଣଙ୍କ ଠାକୁରଙ୍କ ଘରେ ଦେଖନ୍ତି ତାହେଲେ ଆପଣଙ୍କର ଭାଗ୍ୟ ବଦଳିଯିବ। ଝିଣ୍ଟିପିଟି ଅନେକ ବେରଙ୍ଗର ହୋଇଥାନ୍ତି। ଏହି ଝିଣ୍ଟିପିଟିଙ୍କ ବିଷୟରେ ଆସନ୍ତୁ ଜାଣିବା। ଆପଣମାନେ ଘରମାନଙ୍କରେ ଦେଖିଥିବେ କଳା ରଙ୍ଗର ଝିଣ୍ଟିପିଟି ତାହା ଅଶୁଭ ହୋଇଥାଏ। କାହିଁକି ନା କଳା ରଙ୍ଗର ଝିଣ୍ଟିପିଟି ଦାରିଦ୍ର୍ୟ ହେବାର କାରଣ ହୋଇଥାଏ। ଘରେ ଅଶାନ୍ତି ମଧ୍ୟ ଲାଗି ରହିଥାଏ। ଏହାକୁ ଯଥାଶୀଘ୍ର ଘରୁ ତଡ଼ିଦେବା ଉଚିତ। ହେଲେ ଆପଣମାନେ ଧଳା ରଙ୍ଗର ଝିଣ୍ଟିପିଟି ମଧ୍ୟ ଦେଖିଥିବେ। ଏହା ଠାକୁର ଘରେ ଦେଖିଲେ ଅତ୍ୟନ୍ତ ଶୁଭ ବା ଧନର ସୂଚନା ଦେଇଥାନ୍ତି। କାହିଁକି ନା ଏମାନେ ମହାଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି। ହଁ ସାଙ୍ଗମାନେ ଆପଣମାନେ ଝିଣ୍ଟିପିଟିର ଚିଁ ଚିଁ ଶବ୍ଦ ମଧ୍ୟ ଶୁଣିଥିବେ। ଏହି ଶବ୍ଦ ଶୁଣିଲେ ଆପଣଙ୍କର ଭାଗ୍ୟ ବଦଳି ଯିବାର ସୂଚନା ଦେଇଥାନ୍ତି। ଯଦି ସାଙ୍ଗମାନେ ଝିଣ୍ଟିପିଟିଟି କୌଣସି ବ୍ୟକ୍ତି ଉପରେ ପଡ଼ିଯାଏ ତାହା ଧନ ଆସିବାର ସଂକେତ ଦେଇଥାନ୍ତି ଓ ଶୁଭ ଖବର ମଧ୍ୟ ଆସିଥାଏ। ତାହା ମଧ୍ୟରେ ଥିବା ମାଟିଆ ରଙ୍ଗର ଝିଣ୍ଟିପିଟି ଆପଣମାନେ ନଜର କରିଥିବେ। ଏହି ଝିଣ୍ଟିପିଟି ଅତ୍ୟନ୍ତ ଶୁଭଦାୟକ ହୋଇଥାନ୍ତି। ଏହା ଅଟକି ଯାଇଥିବା କାର୍ଯ୍ୟ ଖୁବ୍ ଶୀଘ୍ର ପୂରଣ କରିବା ସହିତ ଭ୍ରମଣ କରିବାର ସଂକେତ ଦେଇଥାନ୍ତି। ଏହି ଝିଣ୍ଟିପିଟି ଦେହର ବାମ ପାର୍ଶ୍ୱରେ ପଡ଼ିଲେ ସ୍ତ୍ରୀ ଲୋକଙ୍କର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଝିଣ୍ଟିପିଟି ପଡ଼ିଲେ ଆପଣମାନେ ଜାଣିପାରିବେ ଯେ ଆପଣଙ୍କ ଦିନ ଆଜି ଶୁଭ ବା କିଛି ସୁନା ପ୍ରାପ୍ତି ହେବାର ଅଛି। ଏବଂ ଯଦି କୌଣସି ପୁରୁଷଙ୍କ ଦକ୍ଷିଣ ପାର୍ଶ୍ୱରେ ଝିଣ୍ଟିପିଟି ପଡ଼େ ତାହା ମଧ୍ୟ ଶୁଭ ହୋଇଥାଏ। ସେହିଦିନ ଯେକୌଣସି କାର୍ଯ୍ୟ କରିବେ ତାହା ନିର୍ବିଘ୍ନରେ ପୂର୍ଣ୍ଣ ହେବ। ଝିଣ୍ଟିପିଟିକୁ ଘରୁ ତଡ଼ନ୍ତୁ ନାହିଁ କାହିଁକି ନା ସେ ଶୁଭର ସଂକେତ ଅଟନ୍ତି। ଯେପରି ତୁଳସୀ ଗଛ ପାଖରେ ଝିଣ୍ଟିପିଟିଟି ଥାଏ ତାହେଲେ ଘରକୁ ଅତିଥି ଆସିବାର ସୂଚନା ଦିଏ। କେତେକ ଲୋକ ଏହା ଅବିଶ୍ୱାସ କରିଥାନ୍ତି କିନ୍ତୁ ଏହା ବିଶ୍ୱାସଜନକ ହୋଇଥାଏ। ଏହି ଝିଣ୍ଟିପିଟି ମଧ୍ୟ ଶନି ରାହୁ କେତୁ ପ୍ରବେଶକୁ ବିରୋଧ କରିଥାଏ। ଶନି ଗ୍ରହ ପ୍ରଭାବରେ ଲୋକମାନେ ଘାଣ୍ଟି ହୋଇଥାନ୍ତି। ଏହି ଝିଣ୍ଟିପିଟି ଶନି ଗ୍ରହକୁ ଘରଠାରୁ ଦୂରେଇ ରଖିଥାନ୍ତି। କାହିଁକି ନା ଝିଣ୍ଟିପିଟି ଚିଁ ଚିଁ ଶବ୍ଦ ଦ୍ୱାରା ଶନି ଗ୍ରହ ସ୍ଥିର ହୋଇଥାନ୍ତି। ସେହି ଝିଣ୍ଟିପିଟି ଶରୀରରେ ମା ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ରାହୁ କେତୁ ଶାନ୍ତ ପଡ଼ିଯାଆନ୍ତି ଓ ନିଜ ବାଟରେ ରାହୁ କେତୁ ଫେରିଯାଆନ୍ତି। ଏହି ଝିଣ୍ଟିପିଟିଟି ଯଦି ଆପଣଙ୍କୁ କାମୁଡ଼ି ଦିଏ ତାହେଲେ ବେଶୀ କିଛି ପ୍ରଭାବ ପଡ଼ିବ ନାହିଁ। ଯଦି ସାଙ୍ଗମାନେ ଦୁଇଟି ଝିଣ୍ଟିପିଟି ମାଡ଼ପିଟି ହେବାର ଦେଖନ୍ତି ତାହେଲେ ଆପଣମାନେ ଜାଣିପାରିବେ ଯେ କୌଣସି ବିପଦ ଆପଣଙ୍କ ଘର ମୁହାଁ ହେଉଛି। ଆଉ ସେଇଠୁ ଆପଣମାନେ ସାବଧାନ ରହିବେ। ତୁରନ୍ତ ଝିଣ୍ଟିପିଟି ଝଗଡ଼ାକୁ ବିରୋଧ କରିବେ। ଯଦି କୌଣସି ବ୍ୟକ୍ତିମାନେ ପରସ୍ପର କଥାବାର୍ତ୍ତା ଭିତରେ ଝିଣ୍ଟିପିଟିଟି ଆବାଜ କରେ ତାହେଲେ ସେହି କଥାବାର୍ତ୍ତାଟି ଆଗତ ଭବିଷ୍ୟତକୁ ସତ୍ୟରେ ପରିଣତ ହୋଇପାରେ। ଝିଣ୍ଟିପିଟିଟି ଆମମାନଙ୍କ ପାଇଁ ସ୍ୱତନ୍ତ୍ର ଭଗବାନଙ୍କ ଅବତାର।